ଜଗାକୁ ଦର୍ଶନ ନ କଲେ ହେବ, ଆମେ ଜଗାକୁ ଦର୍ଶନ କଲା ପରେ। ସୋ ଗାଇଜ୍ ମୁଁ ଗୋଟେ ଏମିତି ଜାଗାକୁ ଆସିଛି, ମାନେ ଏଇଟା ଆପଣ ଜାଣିଥିବେ ଅଲରେଡ଼ି, ପ୍ରତିମା ଏଇଟାକୁ କରିଥିଲା, ବହୁତ ଭାଇରାଲ ହେଇଥିଲା ଭିଡ଼ିଓଟା। ଏ ଯେଉଁ କହୁଛନ୍ତି ନା ବୁଝ କୁମ୍ଭକ୍ଷେତ୍ର ନା, ଆଜ୍ଞା। ତ ଆଜି ମୋ ସହିତ ଆସିଛନ୍ତି ମୋର ସାଙ୍ଗ ଉପେନ୍ଦ୍ର। ତ ମୁଁ ଆପଣମାନଙ୍କୁ ଦେଖାଉଛି, ତ ସେପଟେ ଯିବା ଆସିବା କରୁଛନ୍ତି। ଏଇ ଜାଗାଟି ନାଁ ହେଉଛି କୁମ୍ଭକ୍ଷେତ୍ର। ମାନେ ଏଠି ଆପଣଙ୍କୁ ଟିକେଟ୍ ପଡ଼ିଯିବ 20 ଟଙ୍କା। 20 ଟଙ୍କା ଟିକେଟ୍ ପଡ଼ିଲେ ଆପଣ ଯେଉଁ କୁଟୀର ଶିଳ୍ପ ଅଛି ସେଠି ଆପଣ ବୁଲିପାରିବେ, ତା ଭିତରକୁ ଏଣ୍ଟ୍ରି କରିକି ଯାଇପାରିବେ। ତ ଫାଷ୍ଟ ତ ଆପଣଙ୍କୁ ଦୌଡ଼ି ଟାଣିକି ଏପଟ ସେପଟ ହେଇକି ଯିବାକୁ ପଡ଼ିବ, ଯେହେତୁ ଟିକେ ପାଣି ଏବେ ଶୁଖିଯାଇଛି ତ ଟିକେ କଷ୍ଟ ହେବ ଆପଣଙ୍କୁ। ତ ଏଠି ଏ ଯେ ଆଗରୁ ଚାଉଳ କୁଟନ୍ତି, ତ ଏଇଟା ଦେଖିବାକୁ ପାଇବେ, ଢିଙ୍କି ଦେଖିବାକୁ ପାଇବେ, ମାନେ ବହୁତ ପୁରୁଣା ଯୁଗରେ। ଆଉ ଏଠି ଆପଣ ଶଗଡ଼ ଦେଖିବାକୁ ପାଇବେ, ମାନେ ବହୁତ ପୁରୁଣା, ଯେଉଁ ଆଗରୁ ଯେଉଁ ଶଗଡ଼ ଥିଲା। ତ ଏଇ ଜିନିଷ ସବୁ ଦେଖିବାକୁ ପାଇବେ। ଆପଣ ସବୁ ଜିନିଷ ମାଟିରେ ତିଆରି, ଏଠି ଆପଣମାନେ ଖାଇ ବି ପାରିବେ, ମାନେ 25-26ଟା ଆଇଟମ୍ ମିଳିବ, ବଡ଼ିଚୁରା କତୁରୁ ଭଣ୍ଡା ପତୁଆ ପର୍ଯ୍ୟନ୍ତ 200 ଟଙ୍କା। ଆଉ ସାଧା ଏଇଟା, ଆମିଷର ବହୁତ ସାରା ଅଛି, ଆମିଷ 250 ଟଙ୍କା ପଡ଼ିବ, ସେଠି ବି 25-26ଟା ଆଇଟମ୍ ପାଇଯିବେ, ଭଲ ଭିଉ ଦେଖିବାକୁ ମିଳିବ।